जय माँ दुर्गा। आज आम गुणन प्रक्रिया विषय बुझा बा पढ़ा। पछ भिडियो मु पढ़ी वियोग प्रक्रिया बा फेड़ाण विषय। आज आम गुणन विषय जाना। गुणन गुणन को कह जाए कौन इंग्लीश रे मल्टीप्लिकेशन कह जाए। अच्छा ये प्रक्रियाटी कौन आम जदि जानवा को जीवा मिशाण आम पढ़ी जितेबाला बारंबार मिशाण हुए से गुणन प्रक्रियाटा हो पाए। माने मुझे ये कहबी दुई को चारि थर मिसाइबा। दुई को चारि थर मिसाइबा माने दुई जुक्त दुई जुक्त दुई जुक्त दुई। दुई को आम चारि थर मिसाइले से केते हम? दुई जुक्त दुई चारि जुक्त दुई छ जुक्त दुई आठ। या आम गुणन प्रक्रिया हिसाब से जब आम कहवाक जा सी हूँ दुई गुणन चार से माने आठ। गुणनर यहाँ हूँ संकेत बा सिंबल सिंबल बा संकेत कौन एटा ये चिन्ह जोटी थी जानब जे गुणन प्रक्रिया है। अच्छा दुई को आम चारि थर मिसाइले दुई को आम चारि थर मिसाइले है आठ। दुई को थरे गुणिले चार रे से ही गला आठ। ये जिनसटा जदि आम आउ थे मुझे बुझे चाहूँगी दुई ये गोटे प्रक्रिया अच्छी रेखा प्रक्रिया। ये कौन हम दुई गुणन चारि दुई गुणन चारि एक दुई तीन चारि पाँच छ सात आठ। केटा छकी है छकी आठटा है आठटा छकी माने ये है आठ। ये है दुई ये है चारि। दुई गुणन चारि जो आम कले से कौन है जेतिक छकी आम गणिदबा जदि आठ बाहर तापर दुई गुणन चारि से माने आठ। अच्छा यार गोटे सबुठु भल उदाहरण जदि मु दबाक जाए सी हूँ कौन ना तुमर पणिकिया। वर्णबोध बही समस्ते पढ़ी थे। वर्णबोध बही रे जो पणिकिया शेष को देती 25 को जाए दूर नहीं कि 25 को जाए से जिनस को से पणिकिया जो जिनसटा अच्छे ताकू मु कहबी समस्ते घोषिबा कहीं ना सी तुमर गुणन भी दरकार हम से तुमर हरण भी दरकार हम। जमती कि जो ये गोटे पणिकिया मु खाली दुई को पणिकिया लिखिकी देखो केमी कौन व्यवहार हो। अच्छा दुई के दुई दुई दुणे चारि दुई तीन छ दुई चौ आठ दुई पंचा 10 दुई 12 दुई 7 14 दुई 8 16 दुई 9 18 दुई 10 20। देख पणिकिया केवल 10 जाए देछि किंतु अधिका हो पार तादर अधिका हो पार किंतु जेहेतु मुख्यतः आम 10 को पणिकिया 10 को जाए माने सॉरी
10ଟା ଯାଏ ଗୁଣନଟାକୁ ସମସ୍ତଙ୍କୁ କୁହାଯାଏ ମୁଖ୍ୟତଃ ଘୋଷିବା ପାଇଁ। କାହିଁକି? କାହିଁକିନା ଇଏ ହେଲା ଏକ ଅଙ୍କ ବିଶିଷ୍ଟ ସଂଖ୍ୟା। ମୁଁ ଯେତେବେଳେ ସଂଖ୍ୟା ଗଠନ କଥା କହିଥିଲି ସେତେବେଳେ କହିଥିଲି 1 2 3 4 5 6 7 8 9 এই ଯାଏ এই ଯେଉଁ 9ଟା ସଂଖ୍ୟା ହେଉଛି ଆମର ମୁଖ୍ୟ ସଂଖ୍ୟା, ସବୁ ମୁଖ୍ୟ ଅଙ୍କ ମାନେ ଏମାନେ, ୟାକୁ ହିଁ ନେଇକରି ସବୁତକ ସଂଖ୍ୟା ଗଠିତ ହୁଏ ହେଲା। ତା ସାଙ୍ଗରେ ଗୋଟେ ରହିଲା 10 ସୁବିଧା କରିବା ପାଇଁ, ବୁଝିହେଲା। ଜେନେରାଲି ଆମେ ଗଣୁଛେ କ'ଣ 10 ଯାଏ ମ୍ୟାକ୍ସିମମ୍ ଆମେ ଗଣୁ ହେଲା। ତ ଏଇଟା ଯେଉଁ 10 ଗୁଣା କରିବା ପାଇଁ ଟୋଟାଲ 10ଟା ଲେଖାଏଁ ସବୁଥିରେ ଦେଇଛି। 2 କ ଦେଇଛି, 3 କ ଦେଇଛି, 4 କ ଦେଇଛି, 5 କ ଦେଇଛି, 6 କ ଦେଇଛି, 7 କ ଦେଇଛି, 8 କ ଦେଇଛି, 9 କ ଦେଇଛି, 10 କ ଦେଇଛି, ଏମିତି ଯାଇକିରି 25 କ ଯାଏ ଦେଇଛି। କେଉଁଥିରେ? ପଣିକିଆ 25 କ ଯାଏ, 2ରୁ ନେଇକି 25 କ ଯାଏ ତୁମର ପଣିକିଆ ଦେଇଛି। ତାକୁ ସମସ୍ତେ ଘୋଷିବେ ବୋଲି ମୁଁ ଆଶା ରଖୁଛି ସମସ୍ତଙ୍କ ପାଖରେ। କାହିଁକିନା ଥରେ ପଣିକିଆ ଘୋଷା ହେଇଗଲା ତାପରେ ଗୁଣନ ଆଉ ହରଣ ଦୁଇଟାକ କରିବା ବହୁତ ସୁବିଧା ହେଇଯିବ, ବୁଝିଲେ। ବର୍ତ୍ତମାନ ଆମେ ଗୁଣନ ବିଷୟରେ ପଢ଼ିବା ଆଉ ଅଧିକା କିଛି ଜାଣିବା। ଆଚ୍ଛା, ଏକ ଅଙ୍କ ବିଶିଷ୍ଟ ଗୁଣନ ଯେତେବେଳେ ଦେଇଥିବ, ଏଇ ଯେଉଁ ଟ୍ରିକ୍ଟା ମୁଁ କହିଲି, ଏ ଟ୍ରିକ୍ଟା ତୁମକୁ ଏକ ଅଙ୍କ ବିଶିଷ୍ଟ ଗୁଣନରେ ବହୁତ ହେଲ୍ପ କରିବ। ମାନେ ଧର ଯେଉଁ ଏକ ଅଙ୍କ ବିଶିଷ୍ଟ ଗୁଣନ ମାନେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଗୁଣନ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା କେତେ ହେଲା? 2 ଅଷ୍ଟା 16। ଏଇଟା ତ ପଣିକିଆରେ ବି ତୁମେ ହେଲ୍ପ ପାଇପାରିବ, କିନ୍ତୁ ଧର ଯେଉଁ ପଣିକିଆ ଯେତେବେଳେ ମୂଳରୁ ଘୋଷୁଥିବ, ଯେତେବେଳେ ମନ ନଥିବ, ତେବେ କ'ଣ କରିବ? 2 ଗୁଣନ 8 ଉପରୁ ଟାଣିଦେବ 2ଟା ଗାର, ଇଏ ହେଇଗଲା 2। ଏପଟୁ ଟାଣିବ 1 2 3 4 5 6 7 8, 8ଟା ଗାର ଟାଣିଦେଲ, ଇଏ ହେଇଗଲା 8, ଇଏ ହେଇଗଲା 8। ଏବେ ଗୁଣ, ଏବେ ଦେଖ କେଇଟା ଛକି ହେଲା? 1 2 3 4 5 6 7 8 9 10 11 12 13 14 15 16। କେଇଟା ଛକି ହେଲା? 16ଟା ଛକି ହେଲା। ତାହେଲେ 2 ଗୁଣନ 8 କେତେ ହେଲା? 2 ଗୁଣନ 8 16 ହେଲା। ବୁଝିପାରିଲ ପିଲାମାନେ? ଏବେ ଆଉ କିଛି ବି ତୁମର ଭୁଲ ହେବନି କି ଡାଉଟ୍ ହେବନି, ମୁଁ ଆଶା କରେ ହେବନି ବୋଲି। ଡାଉଟ୍ ହେଲେ କ'ଣ କରିବା, ଆଉ କିଛି ତାପରେ ଆଉ କିଛି କରିହେବନି। ଆଚ୍ଛା, ଏକ ଅଙ୍କ ବିଶିଷ୍ଟ ଗୁଣନ ଆମେ ଦେଖିଲେ, ଏକ ଅଙ୍କ ବିଶିଷ୍ଟ ଗୁଣନ ଆମେ ଦେଖିଲେ। ଏଥର ଆମେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ସାଙ୍ଗରେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଗୁଣିକି ଦେଖିବା। ଏଇଟା ହେଲା କ'ଣ? ଏବେ ଯାଏ ଆମେ ଯେଉଁ ପଢ଼ୁଥିଲେ ସେ ହେଲା କ'ଣ? ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ସହ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାର ଗୁଣନ। ଏବେ ଦେଖୁଥିଲେ ଏତିକି ହେଲା। ବର୍ତ୍ତମାନ ଆମେ କ'ଣ କରିବା, କ'ଣ ପଢ଼ିବା? ଏବେ 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ସହ ଗୁଣନ। ମାନେ ବୁଝିପାରିଲ? 2 ଅଙ୍କ ବିଶିଷ୍ଟ ସଂଖ୍ୟା ଯେମିତିକି ଧର ଯେଉଁ ଆମେ ଧରିଲେ 25 ଗୁଣନ 4, ଇଏ ଗୋଟେ ହେଉଛି 2 ଅଙ୍କ ବିଶିଷ୍ଟ, ଇଏ ହେଲା ଏକ ଅଙ୍କ ବିଶିଷ୍ଟ। ଏ କ'ଣ ହେଲା? ଏକ
अंक विशिष्ट ये है 2 अंक विशिष्ट ये दुटार गुणफल केते हम जदि आम 25 को पणिकिया डाकिबा ये केते 25 चौ 100 25 चौ 100 किंतु या केमिति गुणन हम से टोटाल प्रक्रियाटा आम बुझा 25 गुणन 4 ये समस्ते देखिए ये ही गुणनटा को लेखा जाए जनरली है ये गुणनटा को लेखा जाए। अच्छा बर्तमान कौन करिया ऊपर रहा 25 तले रहा 4 4 गुणा हम 25 सांगे केमिति गुणा हम 4 गुणन 5 आगे हम 4 पंचा 20 शून्य रखीनेला हाथ में 2 तापर 4 दूने 8 ये थरे एठी गुणा हम थरे एठी गुणा हम बुझीगला 4 दूने 8 ये जो जाइथिला से कौन हम जुक्त 2 हम जुक्त 2 सोने के 4 दूने 8 2 10 एबे भाबुची आपण माने बुझी पारथिबे है आउ गोटे करेंगे 23 गुणन 6 23 गुणन 6 आम जदि गुणन करेंगे केमिति करेंगे 23 6 तले रहा गुणन कराहब 36 18 8 रखीनेला 1 6 दूणे 12 1 13 है देख एठी जदि मु आम यदि भल भाव आपको बुझाक जावा ये कौ नियम पड़ुछि है गुणनर केतेटा नियम थाए सहयोगी नियम बंटन नियम ये सब जिनस आम जाना जावा गुणनर सहयोगी धरा जाऊ मोर गोटे देछि 2 गुणन 3 गुणन 8 मु याकू कौन करी है एमती करी नहेले 2 गुणन 8 गुणन 3 एमती भी करी किंबा एमती भी करी 2 गुणन 3 गुणन 8 मत जो भाया सुविधा हम से भाया कर देख 2 3 6 800 6 48 ये भी 48 2 8 16 16 3 48 ये हूँ 8 3 24 दूने 48 बुझीगला ये है सहयोगी नियम ये सब जिन ये जो सहयोगी नियमटा कौटी काम आसे से बुझे जा केमी आसे धर जो गोटे संख्या रही 5 गुणन 6 गुणन 8 आमको देला ये जिनसा आमको गोटे क्वेश्चन देछि 5 गुणन 6 गुणन 8 आम जदि ये जिनसटा को है ये जिनसटा को है जदि आम एमती करवा 6 गुणन 5 गुणन 8 ताहले भी ठीक हम है जदि एमती करवा 8 गुणन 5 गुणन 6 एमती भी ठीक हम 6 पंचा 30
30 ଅଷ୍ଟା 8 24 240 ନହେଲେ 8 5 40 424 240। এইটা କ'ଣ ହେଲା 8 5 40 ହେଇଗଲା ପରେ ତୁମେ ଦେଖିବ ଯେତେବେଳେ ପଣିକିଆ ତୁମେ ପଢ଼ିବ ସେତେବେଳେ ସେଥିରେ କ'ଣ ହେବ ଦଶକ ପଣିକିଆ ଜଲ୍ଦି ତୁମର ମନେ ରହିବ। 10 କେ 10 10 ଦୁଣେ 20 10 3 30 10 4 40 10 5 50 10 60 10 ତା 70 10 ଅଷ୍ଟା 80 10 ନୂଆ 90 10 ଦଶା 100। ଦଶକ ପଣିକିଆ ତୁମର ସବୁଠୁ ଜଲ୍ଦି ମନେ ରହିବ ପଣିକିଆ ଭିତରେ। ସେଥିପାଇଁ କ'ଣ କରାଯାଏ ମାନେ ଯେଉଁ ସଂଖ୍ୟାର ଡାହାଣ ପଟେ ଗୋଟେ ଶୂନ ଥାଏ ଜେନେରାଲି ଯଦି ଆମେ ଦେଖିବାକୁ ଯିବା ତାହେଲେ ସେଇଟା ବି ମନେ ରହିବ ବହୁତ ଜଲ୍ଦି। ଆଚ୍ଛା 20 କ ପଣିକିଆ 20 କ ପଣିକିଆ ଏଇଥିପାଇଁ ମନେ ରହିବ କାହିଁକିନା 2 କ ପଣିକିଆ ଡାକିଦେବ ତା ସାଇଡ଼୍ରେ ଗୋଟେ ଶୂନ ବସାଇଦେବ ତା ଡାହାଣ ପଟେ ଗୋଟେ ଶୂନ ବସାଇଦେବ ସେଇଟା ହେଉଛି 20 କ ପଣିକିଆ ହେଇଯିବ ଯେଉଁଟାକି ତୁମକୁ ସୁବିଧାରେ ସେ ମନେ ରହିଯିବ। ବୁଝିହେଲା? ଆଚ୍ଛା ତ ସେଇଥିପାଇଁ ଏଇ ଯେଉଁ ନିୟମଟା ସେସବୁ କ୍ଷେତ୍ରରେ ବହୁତ ଉପଯୋଗୀ ହୁଏ। କେମିତି 5 କ ପଣିକିଆରେ ଦେଖିବ ଡାହାଣ ପଟେ ବା ଏକକ ଘରେ 5 ଥିବ ନହେଲେ 0 ଥିବ। 5 କେ 5 5 ଅଛି 5 ଦୁଣେ 10 0 ଅଛି 5 3 15 5 ଅଛି 5 4 20 0 ଅଛି 5 5 25 5 ଅଛି 530 0 ଅଛି 5 7 35 5 ଅଛି 5 8 40 0 ଅଛି 5 9 45 5 ଅଛି 5 10 50 0 ଅଛି। ଏକକ ଘର ବା ଡାହାଣ ପଟେ 5 ନହେଲେ 0 ଥାଏ। ତେଣୁକରି ସମସ୍ତ ଏଇଭଳିଆ କ୍ଷେତ୍ରରେ ଯେଉଁ ଦେଇଥିବ ସେତେବେଳେ କ'ଣ କରନ୍ତି 5କୁ ଗୁଣି ଦିଅନ୍ତି ଗୋଟେ ଜିନିଷରେ ଗୋଟେ ସଂଖ୍ୟାରେ ସିଏ ଯେତେବେଳେ ବାହାରି ଆସିବ ତାର ଯେଉଁ ଉତ୍ତର ତାକୁ ଅନ୍ୟ ସଂଖ୍ୟାରେ ଗୁଣିବା ବହୁତ ସହଜ। ସେଇଥିପାଇଁ ଏଇ ନିୟମଟା ସେଇ କ୍ଷେତ୍ରରେ ବହୁତ କାମ ଦିଏ। ଧର ଯେଉଁ ନହେଲେ 10 ବି ଯଦି ଥିବ 10 ଗୁଣନ 6 ଗୁଣନ 8 ବି ଯଦି କରାଯାଏ 10 ଗୁଣନ 6 ଗୁଣନ 8 ବି ଯଦି ଆମର କରାଯାଏ ସେଇଟା କ'ଣ ହେବ 848 ଦଶା 480 ବି ହେଇପାରିବ। ନହେଲେ 6 10 ଗୁଣନ 6 ଗୁଣନ 8 ବି କରିକି ଆମେ କ'ଣ କରିବା 60 6 ଅଷ୍ଟା 48 480 ନହେଲେ 10 ଗୁଣନ 8 ଗୁଣନ 6 ସମାନେ 10 ଅଷ୍ଟାଅଶୀ 848 480। ଏଠି କ'ଣ ସହଯୋଗୀ ଗୁଣନର ସହଯୋଗୀ ନିୟମଟା ବା ଯିଏ ଆମକୁ ଗୁଣନ କରିବାରେ ସହଯୋଗ କଲା ତେଣୁକରି ତାକୁ ସହଯୋଗୀ ନିୟମ କୁହାଯାଏ। ହେଲା ଆଉ ଗୋଟେ ଅଛି ନିୟମ କ'ଣ ସମବାହୀ ବା ମୁଁ ତାକୁ ତ ଯେତିକି ଜାଣିଛି ଯେ ଯେଉଁଟାରେ ଗୁଣନର କୌଣସି ପ୍ରକୃତି ବଦଳେ ନାହିଁ। କେମିତି 2 ଗୁଣନ 3 2 ଗୁଣନ 3 ସମାନେ 3 ଗୁଣନ 2 3 କି 2ରେ ଗୁଣିଆ ଯାହା 2ରେ 3 କୁ ଗୁଣିଆ ସମାନ ବା 1 ଗୁଣନ 4 ଗୁଣନ 8 6 ସମାନେ ଯଦି ମୁଁ ଏମିତି ବି ଲେଖିବି 6 ଗୁଣନ 4 ଗୁଣନ 8 ଗୁଣନ 1 ସିଏ ବି ଦୁଇଟାକର ରେଜଲ୍ଟ ବଦଳେ ନାହିଁ। ହେଲା ନା ସମତା ବା ଅପରିବର୍ତ୍ତିତ ନିୟମ ଗୋଟେ ଅଛି ସେଟାକୁ କୁହାଯାଏ। ଆଚ୍ଛା ଗୁଣନର ଆଉ ଗୋଟେ ଯେଉଁ ନିୟମ ଅଛି ଯେଉଁଟାକି ସବୁଠୁ ଇମ୍ପୋର୍ଟାଣ୍ଟ ସେ ହେଉଛି ବଣ୍ଟନ ନିୟମ। ବଣ୍ଟନ ନିୟମ କାହାକୁ କୁହାଯାଏ? ଧରାଯାଉ ମୋ ପାଖରେ ଗୋଟେ ସଂଖ୍ୟା ଅଛି 15 ଗୁଣନ 18 15 ଗୁଣନ 18 ଏଥିରେ କ'ଣ 15 ଗୁଣା ହେଉଛି 18ରେ ହେଲା। ଏଇ ଯେଉଁ ବଡ଼ ବଡ଼ ଜିନିଷ ଗୁଡ଼ାକୁ ଯେତେବେଳେ ଆମେ ସଲ୍ଭ କରିବାକୁ ଯିବା ନା ସେତେବେଳେ ବଣ୍ଟନ ନିୟମଟା ବହୁତ ସାହାଯ୍ୟ କରେ। କେମିତି ଏ 15କୁ ଆମେ ଭାଙ୍ଗିଦେବା 10 ଯୁକ୍ତ 5ରେ ଗୁଣନ 18 କରିଦେବା। ଏବେ କ'ଣ ହେବ 18 ଗୁଣନ 10 ଯୁକ୍ତ 18 ଗୁଣନ 5 ଇଏ ହେଉଛି ବଣ୍ଟନ ନିୟମ ମନେ ରଖିବ ହେଲା।
ସେଠି କ'ଣ ହେଲା 180 ଯୁକ୍ତ 18 ପଞ୍ଚା 90, 180 ଯୁକ୍ତ 90 କେତେ ହେଲା 270। এইটা এই ଯେଉଁ ବଣ୍ଟନ ନିୟମଟା ତୁମେ ଦେଖିବାକୁ ଯିବ ଆଗକୁ ମୁଁ ଯେତେବେଳେ ପଢ଼େଇ ଚାଲିବି ସେତେବେଳେ ଆମର କ'ଣ ଗୁଣନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଭାବରେ ସେୟା ହିଁ ବ୍ୟବହାର ହୁଏ। ବଣ୍ଟନ ନିୟମଟା ତୁମେ ବୁଝିପାରିବ କି ନ ବୁଝିପାରିବ ମୁଁ ଜାଣିନି, ମାନେ ବ୍ୟବହାର ହେଉଥିବାରେ ଦେଖିପାରିବ କି ନ ଦେଖିପାରିବ ତୁମେ ଜାଣିନି, କିନ୍ତୁ ଏଇ ଜିନିଷ ହିଁ ବ୍ୟବହାର ହୁଏ। କେମିତି ଦେଖ 23 ଗୁଣନ 7, 23 ଗୁଣନ 7, 7 3 21, 1 ରଖିନେଲା 2, 7 ଦୁଣେ 14, 7 ଦୁଣେ 14 2 16। ये कौन है ये कौन है एटी 7 3 21 रु एकक घर संख्याटा ये रहा है जेहेतु ये दशक घर संख्याटा अच्छी यहाँ हूँ दशक घर संख्या, यहाँ हूँ एक घर संख्या है, ये एक घर संख्या ये हूँ 10 घर संख्या, किंतु 7 3 जितेबाला हो जाऊँगी सेतेबाला कौन हो जो संख्याटा बाहर 7 3 21 ये संख्याटा 2 टिकिया हो जाऊँगी। तेणुक जो क्षेत्र में एकक घर संख्याटा रही पार से रखाला, जो क्षेत्र में दशक घर संख्या बाहरी आसूची ये जो दशक घर संख्याटा बाहरी आला जोड़ा 2 से कौन कर जो दशक घर संख्या जो एक घर संख्या गुण हम से दशक घर संख्या भी बाहर ता संगे यहाँ मिसाई है मिसाई गला केमी 7 दुणे 14, 14 युक्त 2 2 हूँ भाई घर ना, माने 2 कौन से दशक घर बाहर जाइला आगुरी, किंतु दशक घर गुणन एपर्यंत हो नाला। दशक घर गुणन हम तापर ये सब जिनस ये जो पूर्व जो 2 बाहर से मिसिकी से सागर मिसब बुझे बंटन नियम बुझीपार। अच्छा एथर कईटा गुणन करके तुमको मुझे देखा जिनस हूँ कौन है जिनस हूँ कौन एमती गोटे देखा 17 गुणन 8 मु छोट छोट संख्या नौ द्वारा तुम बुझीपार बुझीगला छोट छोट संख्या ये नौ जद्वारा तुम्हें बुझीपार जिनस कौन हो 17 गुणन 8 है नियम हिसाब से आम कौन करिया 8 गुणन 7 आगे करवा जेते पड़ी जेते रहिला ताकू लिखिबा पुणी 8 गुणन 1 करके जहाँ हाथ में नहीं मिसेबा तापर तले लिखिबा। अच्छा यहाँ जदि मु विस्तृत भाव में बुझा जाए ताले ये कौन गुणा हो 8 रे थरे गुणा हो 10 थरे गुणा हो 7 जिनसटा भल कि बुझा चेष्टा कर 8 रे 10 और 7 गुणा हम तापर मिसा हो है 10 केमी गुणा हो 10 युक्त 7 समान 17 है 10 गुणन 7 समान 17 बुझीपाल। अच्छा एबे कौन करिया एकक घर संख्या अच्छी एमती टाणी दौर तुम बुझीपर ठीक से एकक घर दशक घर ये है शतक घर बा 100 घर एकक 10 शत है एकक घर संख्या एकक घरे थरे गुणा हम 8 गुणन 7 केते हैला 856 एमती लिखि दो भल कि बुझेवाई है तापर 8 के 8 किंतु ये के गुणा हो 10 गुणा हो बुझीगला ये केते गुणा हो 10 गुणा हो 8 गुणन 10 केते हम
80 ଏଇ ଯେଉଁ ଗୋଟେ ଛାଡ଼ିକି ଯେଉଁ ଲେଖନ୍ତିନି ସେ ଏଇଥିପାଇଁ ଲେଖାଯାଏ କାହିଁକିନା ଡାହାଣ ପଟେ ଗୋଟେ ଜାଗାଟା ଶୂନ ପାଇଁ ରହିଥାଏ ହେଲା। ଏବେ ମିଶେଇଦେବା 6 0 6 5 ଯୁକ୍ତ 8 13। ମୁଁ ଭାବୁଛି ତୁମମାନେ ବୁଝିପାରିଥିବ ଏବେ ଏଇ ଯେଉଁ ସଂଖ୍ୟାଟା ଆର ମୂଲ୍ୟ ସ୍ଥାନୀୟ ମାନ ମୁଁ ତୁମକୁ କହିଥିଲି ସ୍ଥାନୀୟ ମାନ ସବୁ ଜାଗାରେ ବ୍ୟବହାର ହୁଏ। ତେଣୁକରି ଯେତେବେଳେ ତୁମର ପ୍ରଥମରୁ ଯେତେବେଳେ ସ୍ଥାନୀୟ ମାନ ତୁମକୁ ପଢ଼ା ହେଉଛି ଭଲ ଭାବରେ ପଢ଼, ବୁଝିହେଲା। ସ୍ଥାନୀୟ ମାନରେ କ'ଣ ହୁଏ, ଯେତେ ଗୁଣା ହେଉ ଯେତେ ଫେଡ଼ା ହେଉ ଯେତେ ହରା ହେଉ ଯେତେ ମିଶା ହେଉ ଯାହା ବି ହେଉ ଗୋଟେ ଅଙ୍କ ତାର ସ୍ଥାନୀୟ ମାନ ଗୋଟେ ସଂଖ୍ୟା ଭିତରେ କେବେ ବି ବଦଳେଇ ପାରିବ ନାହିଁ। ତା ମାନେ ବୁଝିପାରୁଛ ଯେ 17ରେ 1ର ମୂଲ୍ୟ ସବୁବେଳେ 10 ରହିବ, ବୁଝିହେଲା। 23ରେ 2ର ମୂଲ୍ୟ ସବୁବେଳେ 20 ରହିବ କାହିଁକିନା 2 10 ସେ ଘରର ମୂଲ୍ୟ ହିଁ 10 ଯାହା ରହିବ ତାର 10 ଗୁଣା ହେବ। ମୁଁ ଗୋଟେ ସଂଖ୍ୟା ଯଦି ଲିଖିବି ଏଠି 136 ତାହେଲେ କ'ଣ ହେବ, ଇଏ ହେଲା କ'ଣ ଶତକ ଘର, ଇଏ ହେଲା ଦଶକ ଘର, ଇଏ ହେଲା ଏକକ ଘର। 6ର ମୂଲ୍ୟ 1 ମାନେ 6 କେ 6 କିନ୍ତୁ 3ର ମୂଲ୍ୟ 3 ଗୁଣନ 10 ସମାନ 30। 1ର ମୂଲ୍ୟ 1 ଗୁଣନ 100 ସମାନ 100। ଏମାନେ କେବେ ବି ଗୋଟେ ସଂଖ୍ୟାରେ କେବେ ବି କୌଣସି ଅଙ୍କ ତାର ସ୍ଥାନୀୟ ମାନ ବଦଳେଇ ପାରିବ ନାହିଁ। ଯଦି ସିଏ ବଦଳେଇଲା ତାହେଲେ ସେ ସଂଖ୍ୟାଟା ଟୋଟାଲି ବଦଳିଯିବ। ସେଇ ଜିନିଷ ସେଇ ଧର୍ମ ମାନେ ସଂଖ୍ୟାର ଏଇ ଯେଉଁ ଧର୍ମଟାକୁ ପୁରା ମାନେ କ'ଣ କହିଲ ମେଣ୍ଟେନ୍ କରିକିରି ସବୁବେଳେ ସବୁତକ ପ୍ରୋସେସ୍ ଆଗକୁ ଚାଲେ, ସେ ଗୁଣନ ହେଉ ହରଣ ହେଉ ମିଶାଣ ହେଉ ଫେଡ଼ାଣ ହେଉ, ବୁଝିହେଲା। ୟାର କ'ଣ, ଆଚ୍ଛା ଆଉ ଗୋଟେ ସଂଖ୍ୟା ଆମେ ଗୁଣିକି ଦେଖିବା ହେଲା। 2 ଅଙ୍କ ବିଶିଷ୍ଟ ସହିତ 1 ଅଙ୍କ ବିଶିଷ୍ଟ ସଂଖ୍ୟା। ଏଇଟା ଧରାଯାଉ ମୁଁ କଲି 81, ଇଏ ହେଲା 81। ଏବେ କ'ଣ ଲେଖିବା, ଗୁଣନ 5 ହେଲା। 81 ଗୁଣନ 5, 5 କେ 5, 5 ଅଷ୍ଟା 40 କେତେ ହେବ, ସରି 40 405 ଭୁଲ ହେଇଗଲା ସରି। ଆଚ୍ଛା ଏଇ ଯେଉଁ ଜିନିଷଟା କ'ଣ ହେଲା ଆଉ ଥରେ ମୁଁ କରିକି ଦେଖାଇ ଦେଉଛି। 81 ଗୁଣନ 5 କେମିତି ହେଲା, 5 କେ 5 ଏଠି ରହିଲା 0। ମୁଁ କହିଛି ୟାର ଯେଉଁ ଗୁଣଫଳଟା ଗୋଟେ ଅଙ୍କ ଛାଡ଼ିକି ଲେଖିବ, 8 ପଞ୍ଚା 40, ବୁଝିହେଲା। 8 ପଞ୍ଚା 40 ସେମିତି ଦେଖିବାକୁ ଗଲେ କ'ଣ ହେଉଛି କି 8 ପଞ୍ଚା 40 ଆମେ ଦେଖୁଛେ ଗଣିଲା ବେଳକୁ କିନ୍ତୁ ହେଉଛି କ'ଣ 80 ପଞ୍ଚା 400, 80 ପଞ୍ଚା 400 ହେଲା। 80 ପଞ୍ଚା 400 ସେ ହେଉନି କି ଏଠି 400 ଯଦି ଶୂନ ଲେଖିଦିଏ କ'ଣଟା ଭୁଲ ହେବ। ହଁ ଆର ଗୁଣଫଳଟା ମୁଁ ଲେଖୁଛି କିନ୍ତୁ ଉହ୍ୟ କ'ଣ ରହିଛି, ଉହ୍ୟ ବା ଉଭା ନେଇକି ଅଛି, ସେ ସେଇଠି ଅଛି କିନ୍ତୁ ଉଭା ନେଇକି ଅଛି। କେମିତି 5କୁ 5 ମିଶେଇଲ, 0କୁ 0 ମିଶେଇଲ, 4କୁ 4 ମିଶେଇଦେଲ, କେତେ ହେଲା 405। 81 ଗୁଣନ 5 ସମାନ 405 ହେଲା। ଏଇଭଳିଆ ସବୁ କରି କରି ଚାଲିବ ହେଲା। ଏ ସେଇ ଜିନିଷ ରହିଲା ହେଲା। ଏବେ ଆମେ ଦେଖିଲେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ସାଙ୍ଗରେ 1 ଅଙ୍କ ବିଶିଷ୍ଟ ଗୁଣିଲେ। ଆଚ୍ଛା ଏବେ ଆମେ କ'ଣ କରିବା, 3 ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ 1 ଅଙ୍କ ବିଶିଷ୍ଟ
ସଂଖ୍ୟାର ଗୁଣନ। ଆଚ୍ଛା ଏ ଜିନିଷ କ'ଣ? 3 ଅଙ୍କ ବିଶିଷ୍ଟ ସଂଖ୍ୟାର 3 ଅଙ୍କ ବିଶିଷ୍ଟ ସଂଖ୍ୟା କହିଲେ 3ଟା ଅଙ୍କ ଥିବ। ମୁଁ ଧରାଯାଏ ନେଇଯାଉଛି 405, ତମେ ନିଅ 438 ନିଅ, ଚଳିବ। ବୁଝିଗଲା? ୟା ଦେହରେ ଗୋଟେ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା ଆମେ ଗୁଣିବା। ଧରାଯାଉ ୟା ଦେହରେ ଆମେ କହିବା ଆମେ ଗୁଣିବା 9 ଗୁଣିଏ ଚାଲ କାହା ସହିତ? ଏ 405 ସହିତ ନୁହଁ, ୟା ସହିତ। 9 ଅଷ୍ଟା 72, 2 ରଖିନେଲା 7, 9 ତିରି 27, 27 7 34, 4 ରଖିନେଲା 3, 9 4 36 3 39। এই ଜିନିଷକୁ ଆଉ ଟିକେ ବିସ୍ତାର କରି ବୁଝିବା। 9ରେ କିଏ ଗୁଣା ହେଲା? 438 ସମାନେ 9ରେ ଗୁଣା ହେଲା 400 ଯୁକ୍ତ 9ରେ ଗୁଣା ହେଲା 30 ଯୁକ୍ତ 9ରେ ଗୁଣା ହେଲା 8। ବୁଝିହେଲା ନା ବୁଝିପାରିଲନି? 430 8 ସମାନେ 438 ହେଉଛି। ସେଇ ଜିନିଷଟା ଗୁଣା ହେଲା କେମିତି? ଅଲଗା ଅଲଗା କରି ବଣ୍ଟନ ନିୟମ ମନେ ପକାଇବା ହେଲା। ବଣ୍ଟନ ନିୟମଟା ମନେ ପକାଅ। ଆଚ୍ଛା ଏଇ ଯେଉଁ ଜାଗାରେ କ'ଣ କ'ଣ ଗୁଣା ହେଲା? ଏଇଟା 9 ଅଷ୍ଟା 72, 2 ଅଙ୍କ ବିଶିଷ୍ଟ ବାହାରିଲା ହେଲା। ଏକ 10 ଗୁଣା ହେଲା 9, କେତେ ବାହାରିଲା? 2 4 9 3 1000 ଯାଇଗଲା। ହେଲା କେମିତି ହେଲା? ଏଇ ଯେଉଁ ରହିଲା 438 ଗୁଣନ 9, ଏଠି କ'ଣ ରହିଲା? 72, 9 3 27, 270, 9 4 36, 360 360। ମୁଁ କାହିଁ ଲେଖିଛି ସେଇଟା ତୁମେ ବୁଝିପାରିବ। 3600 ସରି କେତେ ହେଲା? 3600 କାହିଁକି ଲେଖିଲି? ଏଠି ଯେଉଁ 4 ସହିତ ଗୁଣୁଛି 400 ଗୁଣା ହେଉଛି। ଏଠି ଯେଉଁ 300 ଗୁଣୁଛି 30 ଗୁଣା ହେଉଛି। ଏଠି 8 ତ 8 ଗୁଣା ହେଉଛି ଆଉ 9ଟା ହେଇଗଲା 72। ଏକକ ଘରେ ଗୋଟେ ଅଙ୍କ ରହିଲା, ଦଶକ ଘରେ ଗୋଟେ ଅଙ୍କ ରହିଲା। ଏହାକୁ ଆମେ ହାତରେ ନେଉ ଯେଉଁଟା ଅଧିକା ହେଇଯାଇଥାଏ। ମାନେ ଏକକ ଘର କାମ ଯେତେବେଳେ ଚାଲିଥିବ ଯଦି ଅତ୍ୟଧିକ ଏକାଧିକ ଅଧିକା ଆସିଲା କି ଅଧିକା ଆସିଗଲା ତାହେଲେ ତାକୁ କ'ଣ କରାଯାଏ? ଆଗ ଘରକୁ ପଠାଇ ଦିଆଯାଏ ହେଲା। ଏ ହେଇଗଲା ଆଗ ଘରକୁ। ବୁଝିପାରିଲ? ଏ ହେଇଗଲା 72। ଗୋଟେ ଦଶକ ସଂଖ୍ୟା ରହିଲା, ଗୋଟେ ଏକକ ସଂଖ୍ୟା ରହିଲା। ତାପରେ 9 3 36, 9 3 ସରି 27, 9 3 କେତେ? 27 କ'ଣ ଏଠି ହେଉଛି? ଏଠି 30 ଗୁଣା ହେଉଛି, ତେଣୁକରି 270 ହେଉଛି। ବୁଝିହେଲା? କେତେ ଗୁଣା ହେଉଛି? 30 ଗୁଣା ହେଉଛି, ତେଣୁକରି 270 ରହୁଛି। ଆମେ ସେଟା ମାନେ କ'ଣ ହିସାବରେ କ'ଣ ନିଆଯାଏ? ତା ପୂର୍ବ ଘର ଯେଉଁ ତା ପରବର୍ତ୍ତୀ ଯେଉଁ ମାନେ ଘର ଅଛି 1 10 100 1000 ଅୟୁତ ଲକ୍ଷ ନିୟୁତ କୋଟି ଯେତେ ବି ଯାହା ଥାଉ। ବୁଝିହେଲା? ଯେତେବେଳେ ଏକକ ଘର କାମ ଚାଲିଥିବ 10 ଘର ସଂଖ୍ୟା ବାହାରି ପଡ଼ିଲା ତାହେଲେ ଗୋଟେକୁ ହାତକୁ ନେଇଯାଏ।
दस घर संख्याटी को आम हाथ को नहीं जाऊ पुणी जो 10 घर कम चलता है से 10 घर कम करी जो 10 घर संख्या को आम हाथ नहीं तक मिसई दू बुझीगला 10 घर संख्या को लेकर मिसई दू कहीं 10 घर कम एकात्र सर ना जहाँ भी मिशाण थो जहाँ भी गुणाण थो सब तक एकात्र कम सारिक जो रिजल्ट बाहर ताकू 10 घर लिखिकी जदि 10 घर पर 7 घर जिनस पलि जहाँ 7 घर रहा हाथ को नहीं जाओ जिनसा बुझिपाल ये ही हुए सब अच्छा 30 गुणा है 9 30 27 होता कि 9 30 के 270 तो 270 आम लिखिले अच्छा ये 9 4 36 होता किंतु आम गुणुचे के 400 ताले 9 गुणन 4 9 4 36 हम 36 है एवं मिसई दियो 2 7 7 14 ରୁ 4 रखी नाला 1 6 2 8 1 9 3 की 3 है ମୁଁ ଭାବୁଛି ଏଇ ଯେଉଁ ଉଦାହରଣଟା ଦେଲି ତୁମମାନେ ବୁଝିପାରୁଥିବ ଆଗକୁ ଆଉ ତୁମକୁ ଜମା କିଛି ଅସୁବିଧା ହେବନି ବୁଝିଗଲା ସଇଲା ଆଚ୍ଛା ଏବେ ତା ପର ଷ୍ଟେଜ୍କୁ ଯିବା ଷ୍ଟେଜ୍ ବାଇ ଷ୍ଟେଜ୍ ଆମେ କ୍ଲିଅର୍ କରି ଯିବା ବୁଝିଗଲା ତା ପର ଷ୍ଟେଜ୍କୁ ଯିବା ତା ପର ଷ୍ଟେଜ୍ କାମ କ'ଣ 2 अंक विशिष्ट संख्या सहित 2 अंक विशिष्ट संख्यार गुणन है 2 अंक विशिष्ट संख्यार 2 अंक विशिष्ट संख्या सहित गुण बुझल 2 अंक एठी हम 2 अंक एठी बुझल केमिति हम मु धर जो कहबी छोटू आरंभ करी है 11 गुणन 11 नहले 10 गुणन 10 आम दीटा करिए देखिए छोट बुझल 1 के 1 1 के 1 जोटा 1 घर कम सरीगला यहाँ कौन 1 घर संख्या गोटे अच्छी 10 घर अंक गोटे अच्छी 1 घर अंकर कम सरला केते 1 के 1 1 के 1 एवं 10 घर संख्यार कम करिए यार मूल्य हूँ 10 माने 1 10 माने 10 घर संख्या 1 अच्छी मैंने यह हूँ 10 जहाँ भी गुणा हम 10 रही गुणफल बाहर है जहाँ भी गुणा हम 10 गुणफल ही बाहर तेणुक जदि मुझे 1 के 1 लिखी किसी भूल हो 10 के 10 लिखुच तापर 1 के 10 गुणन 10 समान 100 होगला ना होगला बुझेगा एवं मिसई दबा 1 1 1 2 अच्छा तुम यहीटा जदि न बुझी पाइल ये जो जिनसटा जदि न बुझी पाइल यहीटा बुझे भल कि बुझ शून्य के शून्य हूँ 1 घरे 1 घर संख्या 1 जहाँ भी गुणा हम से कौन हम 1 घर कौन 1 घर संख्या 1 घर गुणा हेले 1 घर रिजल्ट ही बाहर वर्स्ट केस माने अदर जोड़ा बड़ हो 10 घर को पड़ो किंतु 1 घर काम चलती 1 घर काम करवा देखा 1 घर 10 घर 7 घर काली बाहर पड़ी बाहर 7 घर देखिए अच्छा शून्य 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 के शून्य सहित जहाँ भी गुणा हम सी हो शून्य नियमटा मन रख
ଯେ କୌଣସି ସଂଖ୍ୟା ଯଦି ଶୂନ ସହ ବା ଶୂନ ସହ ଗୁଣା ହୁଏ ତାର ଗୁଣନଫଳ ଶୂନ ହୋଇଯାଏ। ବୁଝିଗଲା? ଶୂନ ଗୋଟେ ବ୍ୟାଡ୍ ବୟ, ଯିଏ ମିଶିବ ତା ସାଙ୍ଗରେ ମିଶେଇ ଦେବ ପୁରା, ଯିଏ ମିଶିବ ତା ସାଙ୍ଗରେ ମିଶେଇ ଦେବ। ଶୂନ ଇଜ୍ ଏ ବ୍ୟାଡ୍ ବୟ। ହେଲା? ଗୁଣି ହ ମୋ ସାଙ୍ଗେ ଦେଖିବୁ, ତୋତେ ମୋରି ଭଳିଆ କରିଦେବି। ହେଲା? ଶୂନ ସବୁବେଳେ ତା କଥା କହେ। ଆଉ ସତ କଥା କହେ, ଆଉ କ'ଣ ଭୁଲ କଥା କହୁଛି ସେ? ସତ କଥା କହେ। କ'ଣ ମିସ୍ ମୋ ସାଙ୍ଗରେ, ମିଶେଇ ଦେବି ତୋ ସାଙ୍ଗରେ। ମାନେ ମିସ୍ ନୁହଁ, ଗୁଣି ହ ମୋ ସାଙ୍ଗରେ। ମିଶିଲେ ତ ତୁ ରହିବୁ, ମୁଁ ଯିବି। କିନ୍ତୁ ଗୁଣି ହ, ମୁଁ ରହିବି, ତୁ ଯିବୁ। ବୁଝିଗଲା? ଆଚ୍ଛା, ଶୂନ ଶୂନ ଶୂନ, ଶୂନ କେ ଶୂନ ଗଲା, ସମସ୍ତଙ୍କୁ ଶୂନ କରିଦେଲା। ଆଚ୍ଛା, ଏବେ ବଞ୍ଚିବାକୁ ଆସିବ କିଏ? ଏକ। ଏକ ହେଉଛି କ'ଣ? ଏଇଟା 10, 10 ଶୂନ ଶୂନ। 10 ଶୂନ ଦୁଇଟା ଶୂନ, ମନେ ରଖିଥା। ଏଇଟା ଦେଖାଯାଏ ନାହିଁ କେବେ ବି, ସେଥିପାଇଁ ଗୋଟେ ଛାଡ଼ିକି ଲେଖିବାକୁ କୁହାଯାଏ। ଯେତେବେଳେ ଦିଟିକିଆରେ ଦିଟିକିଆ ଗୁଣା ହେଉଥିବ କହିବେ କ'ଣ? ଗୋଟେ ଛାଡ଼ିକି ଲେଖ। କିନ୍ତୁ କହିବେନି କାହିଁକି ଗୋଟେ ଛାଡ଼ିକି ଲେଖ। ପ୍ରାୟ ଲୋକ କୁହନ୍ତିନି କାହିଁକି ଗୋଟେ ଛାଡ଼ିକି ଲେଖ। କିନ୍ତୁ ତାର ମୂଲ୍ୟ, ମାନେ ତାର ଅସଲ ମାନେ ଯେଉଁଟା କାରଣ ଯାହା ପାଇଁ ଆମେ ଗୋଟେ ଛାଡ଼ିକି ଲେଖୁ, ସେ ଅସଲ କାରଣଟା ହେଉଛି କ'ଣ ନା, ଯେହେତୁ ଏଠି 10 ଥାଏ, ହେଲା, ମାନେ ଅଙ୍କଟା ସେଠି ଲାଗିକି ରହିବ। ଯେହେତୁ ଏଠି ଶୂନ ଆମକୁ ଦେଖାଯାଉନି, ଏମିତି ହିଁ ରହିବ। କେମିତି? ହେଲା? ଯେହେତୁ ଶୂନ ଦେଖାଯାଉନି, କିନ୍ତୁ 10 ଗୁଣନ ଶୂନ ମାନେ ଦୁଇଟିକିଆ ଅଙ୍କ ହିଁ ବାହାରିବ। ଦୁଇଟିକିଆ ଅଙ୍କ ଯେତେବେଳେ ଏକ ଟିକିଆ ଅଙ୍କ ଗୁଣା ହୁଏ, ସେତେବେଳେ ଦୁଇଟିକିଆ ଅଙ୍କ ହିଁ ବାହାରେ, ମାନେ ସଂଖ୍ୟା ହିଁ ବାହାରେ। 2 ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ଯେତେବେଳେ 1 ଅଙ୍କ ବିଶିଷ୍ଟ ସଂଖ୍ୟା ଗୁଣା ହେବ, ସେତେବେଳେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ହିଁ ବାହାରିବ। ହଁ, ଏଇଟା ଅଲଗା କଥା ଯେ ଆମକୁ ଦେଖାଯାଏ ନାହିଁ। ଶୂନ କ୍ଷେତ୍ରରେ କ'ଣ ଦେଖେଇବେ? ବାଁ ପଟେ ଶୂନ ରହିଲେ ତାର କିଛି ମୂଲ୍ୟ ନଥାଏ, ଡାହାଣ ପଟେ ରହିଲେ ସିନା ଶୂନ ଯାହା ବି ହେବ। କିନ୍ତୁ ଯେତେବେଳେ ବାଁ ପଟ ହିଁ ଶୂନ, ତାହେଲେ ତୁମେ କରିବ କ'ଣ? ଭାଗ୍ୟକୁ ଆଧିରି ବସ। ହଉ, 1 ଶୂନ ଶୂନ, 1 କେ 1 ହେଲା, କେତେ ହେଇଯିବ? 0 0 1, 10 10 100। ଏଇଟାକୁ ଯଦି ଆଉ ଟିକେ ଭଲ ଭାବରେ ବୁଝିବାକୁ ଯିବା, କେମିତି ହେବ? 10 ଗୁଣନ 10 ସମାନ, ମୁଁ ବି ପାଗଳାମି କରୁଛି। ଠିକ୍ ଅଛି, ବର୍ତ୍ତମାନ 11 ଗୁଣନ 11କୁ ଶୁଣି ବୁଝିଲେ? ମୁଁ କହିଥିଲି ବଣ୍ଟନ ନିୟମ ହିସାବରେ 11 ଗୁଣନ 11 ସମାନେ 11 ଗୁଣନ 10 ଯୁକ୍ତ 1, 10 ଯୁକ୍ତ 1 କେତେ? 11। ଆକୁ ଆମେ ଭାଙ୍ଗିଦେଲେ 10 ଯୁକ୍ତ 1ରେ କେତେ ହେବ? 11 ଗୁଣନ 10 ଯୁକ୍ତ 11 ଗୁଣନ 1। ସେଇଟା ଆମେ କରୁନ କି ଗୁଣନରେ? ସେୟା ହିଁ ହେଉଛି। 11 ଗୁଣନ 10 ସମାନେ 110, 11 ଗୁଣନ 1 ସମାନେ 11, 110ରେ 11 ମିଶିଲେ 121। ବୁଝିଗଲା? ଆଉ ଗୋଟେ ମଜାଳିଆ ଜିନିଷଟା ମୁଁ ତୁମକୁ ଦେଖେଇବାକୁ ଚାହୁଁଛି, ହେଲା? ସେଇଟା ହେଲା ଏଇଆ,
11 10 गुणिया सहज 11 1 गुणिया सहज। अच्छा मजाଳିया जिनस कौन कहते तुमको जे कौनसी संख्यारे जेते बेले 1 गुणा जाए से ही ताहार गुणफल से ही संख्या हुए। तो ये गुणप हो गला बाबू आ गुणिय जहाँ थी सी थी गोटे टाइप गुणप ना जीरो सागर जो अपेक्षा मैंने आम कंपेयर करिया जीरो मिटा देता है बुझीगला जीरो मिटा देता है है। अच्छा आप आम आउ गोटे भल जिनस देखिए कौन एक डाण पटे जदि किसी शून्य भाया संख्या थाए से शून्य है 100 है 10 है 100 है 1000 है अयुत है एमती जाकि बढ़ी बढ़ी चलते ये सब जो संख्या ये जो संख्या गुड़ाक जो गुणा हुए कौन भी संख्यार से केमी तार रिजल्ट आसे आम से देखा। अच्छा गोटे जिनस मन रख गुणिया तो आम गुणी की देखा कि गोटे जिनस जहाँ कौच मन रख कौन जिते भी तुम्हें 10 सहित गुणन करुच जिते भी तुम्हें 10 सहित गुणन करुच कि करवा दरकार डाण पटे खाली गोटे शून्य बस बुझीगला केमी आम पणिका देखीचे 2 10 20 3 10 30 4 10 40 कौन है 2 थिला 2 तो रहा डाण गोटे शून्य बोहिला बोहिला बुझीगला बोहिला माने मुंडेला 3 थिला 10 गुणा है 3 डाण पटे गोटे शून्य मुंडेला बा काखेला जहाँ भी कौच कह धनी तो चलती सागर ना मूल्य बढ़ी जाइए 4 थिला 10 गुणा हो गला 4 की 4 रहा डाण पटे गोटे शून्य आसीगला सेमती सेमती कौन जदि गोटे संख्यार आम 100 गुणिया कौन करिए 2 गुणन 100 है के 200 100 कह मोर भी परीक्षा डाक 100 के 100 100 2 200 100 3 300 100 400 ये चलो। अच्छा ये जो 100 गुणा है कौन है 2 की 2 रहा डाण पटे 100 जितेटा शून्य सी आसिक डाण पटे लगे 10 जितेटा शून्य सी आसिक डाण पटे लगे 100 जितेटा शून्य ये आसिक डाण पटे लगे 3 गुणन 100 100 जितेटा शून्य क्या डाण पटे लगे जी गुणा हो डाण पटे लगे एमती जदि कह 2 गुणन 1000 तेल कौन हम बाबू ये एक अच्छा बचा है एक कौन तुम जहाँ से रख किंतु शून्य अच्छी ना सांगे सी जोड़ी बुझीगला केते हम 2000 केते बड़ भी संख्या गुण ना 136 गुणन 1000 ताहले 136 डाण पटे 3टा शून्य 1000 3टा शून्य आसिक आ डाण पटे लगी कहीं मुझे एक जहाँ सहित गुण हुए से एक को एक रहा कि डाण पटे जो शून्य बाबू एक तो नेलु शून्य भी ने बुझीगला यही सब काट चले तुम 26 गुणन 1000 केते हम 26 डाण पटे 3टा शून्य
सेमती ये भी ए केस भी देखिए छोटे छोटे को गुणा हो बड़ बड़ गुड़िए 5630 हाँ 30 को कर हाँ 30 हो गुणन 100 केते हम 5630 तो लेखा हम डाण पटे दुटा शून्य भावुची तुम मैंने 10 सहित गुणन 100 सहित गुणन 1000 सहित गुणन तुम बुझिल कहीं ये सब गुणन अति सहज एथिपाई कौन सहज कहीं आदि किसी करने को न था 10 गुणा हो कि 100 गुणा हो कि 1000 गुणा हो ताको कौन करे सीधा जहाँ को से रखियो 10 थे गोटाए शून्य 100 थे 2टा शून्य 1000 थे 3टा शून्य 5 थे 4टा शून्य लक्षे थे 5टा शून्य एक डाण पटे जितेटा शून्य थी सी जाकि से जो गुणफल मैंने से संख्यार डाण पटे सेटा शून्य लगे जो संख्या सहित ये भाया संख्या सब गुणन हुए से संख्या रही बाकी 10 100 1000 जहाँ गुणा हो तो सैड्रे जहाँ जितटा शून्य थो डाण पटे लगे हो गला सुविधा देख कथार कथा तुमको बड़ बड़ अंक कर शिखे गुणन कर आउ कौन 1000 कोटी एगुड़ा सब गणा जाए ना 5000 कोटी केमी हम 5000 कोटी गुणा हो गला 5000 कोटी अच्छा बर्तमान सेमती आम देखिले 2 अंक विशिष्ट संख्या सागर 2 अंक विशिष्ट संख्यार गुणनटा केमिति होला सेटा आम देखिले आउ पढ़े आउ देखिए एग्जाम्पल जदि कहब आउ गोटे एग्जाम्पल करवा तापर 2 अंक विशिष्ट सहित 3 अंक विशिष्ट केमिति गुणा हम सेटा भी आम देखिए एमती अरे ये सब केस तुमको बुझेला पर तुम निजे करिया स्टार्ट कर दो खाली नियम जानियार अच्छे कौन केमिति लेखा हम गुणा है जिनसा केमिति लेखा हम बास तापर चल बुझेगा धर जो मुझे कहबी 36 गुणन 39 है पूरा रैंडम नंबर नहीं काम करिए अच्छा केमिति है लिखा केमिति 36 लिखा 39 लिखा कि तुम एमती भी लिखिपार 39 सॉरी 39 गुणन 36 अरे बड़ भाई सान भाई करके लिखो बड़ भाई ऊपर था सान भाई तले था किए कहीं बंद कर एमती लेख भी चलो एमती लेख भी चलो मुझे ना कहीं गोटे नियम अच्छी 36 गुणन 39 मैंने 39 गुणन 36 जहाँ भी कले चलो है जेहेतु यहाँ गुणन प्रक्रिया है 36 गुणन 39 चलो केमी चलो देख 954 रु 4 रखी ना 5 एमती करदेव डाण पटे लिखिदेव है जल्दी जल्दी करने 9 3 27 27 5 32 318 रु 8 रखी ना 1 3 3 9 1 10 ये शून्य अच्छी 3टा ये गुणा क्या सागर 6 सागर किंतु ये 6 सागर किए गुणा है 30 गुणा है जिनसा मन रख है 4 8 2 10 रु 4 की 4 ओल्ल कहीं शून्य अच्छे 4 युक्त शून्य सब 4 2 आ 8 2 युक्त 8 समान 10 शून्य रखी ना 1 बा 1 8 लिखिद है 8 2 10 शून्य रखी ना 1 3 1 4 एक को एक आगे ना तो मिसी को कौन करे 1404 बुझीगला ये देख ये भी से हम 6 नुआ 54 4 रखी ना 5 36 18 5 23 6 नुआ 54 रु 4 रखी ना 5 36 18 5 23 3 नुआ 27 रु 7 रखी ना 2 3 3 9 2 11
4 7 3 10 शून्य के नाला 1 2 1 3 1 4 ये जहाँ ये से दीटा को समान जिनस किछि फरक नहीं का हला नियम सैटिस्फाई हो गला इति गुण एति समान सेति गुण सेति समता नियम बुझिगला अच्छा ये जिनस बुझी पाइल दुई अंक विशिष्ट संख्या दुई अंक विशिष्ट वर्तमान आम जाना 3 अंक विशिष्ट संख्या सहित दुई अंक विशिष्ट संख्यार गुणन बुझिगला 3 अंक विशिष्ट संख्या सहित दुई अंक विशिष्ट संख्यार गुणन केमिति हुए है धर जो 3 अंक विशिष्ट संख्या गोटे नहीं जा 236 गुणन दुई अंक विशिष्ट संख्या गोटे नब 57 बुझिगला अरे जिते बड़ बड़ कर से सहज सुविधा मैंने नियम अच्छी बाबा जिते बड़ बड़ कर अंक से क्लीयर हम तुम कौन कॉन्सेप्ट अच्छा आपको लिखिद ए तलू तल 236 ये कौन हम 57 गुणन आरंभ करवा 742 दुई रखे ना 4 7 3 21 21 4 25 रु 5 रखे ना 2 7 2 14 14 2 16 अच्छा ये 5 पाड़ी 530 कही गोटे छाड़ी लिख एपटे शून्य अच्छी कहीं 50 गुणा हो 6 500 आम खाली एमती सुविधा गुणुचे है 530 शून्य के ना 3 5 3 15 3 18 8 रखी ना 1 8 रखी ना 1 5 2 10 1 11 बुझीपाल तो ये जो हाथ में नौच से ए घर जिनस ता पर घर संख्या आउ गोटे जिनस मन रख एगुड़ा को सब छाड़ी छाड़ी लिख ना तुम या गुणी थो हाथ में नहीं आकु कि मिसेला बेलू को आशा कर मिसेला सेमती कर बाबा या जोटा हाथ में नहीं तो आशा यहाँ मिसेदेवनी सब पूरा ध्यान सहित कर बक ध्यान मन अच्छे तो बक ध्यान बग जमती ध्यान करके रही था सेमती बक ध्यान है एवं तलू तल आम मिसेद देखा 2 5 0 5 8 6 14 रु 4 रखी ना 8 6 14 14 रु 4 रखी ना 1 1 1 2 1 3 1 को 1 ये हम तुम रिजल्ट बुझेगा जो गोटे गुणन चलो मु भावुची तुमने ये जिनसा बुझी सारे यहाँ गोटे उदाहरण देली है एमती गोटे गोटे तुम प्राक्ट कर चलो अच्छा आउ गोटे संख्या आम देखीद कहीं आशा ना हिसाब कर अन्याय करा क्या समय है 5600 सॉरी 5000 को 563 गुणन 59 अखाड़ अखाड़ कर क्लीयर रहा पूरा 9 3 37 रु 7 रखी ना 2 954 2 56 रु 6 रखी ना 5 9 5 45 5 50 एक घर संख्या सहीला 10 घर 5 3 15 रु 5 रखी ना 1 500
ତିରିଶ ଏକେ 31 ରୁ 1 ରଖିନେଲା 3, 5 ପଞ୍ଚା 25, 3 28, 7 କୁ 7, 6 ପଞ୍ଚା 6 5 11 ରୁ 1 ରଖିନେଲା 1, 1 1 2, 8 5 13 ରୁ 3 ରଖିନେଲା 1, 1 1 2 3। ଏତିକି ହେବ ତୁମର ରେଜଲ୍ଟ। ବୁଝିହେଲା? ମୁଁ ଏବେ ବିଶ୍ୱାସ ରଖୁଛି ବା ଆଇ ହୋପ୍ ମାନେ ଏତିକି ଯାଏ ତ ଆଟଲିଷ୍ଟ ବୁଝି ସାରିଛ। ବୁଝିହେଲା? ବର୍ତ୍ତମାନ ତା ପରବର୍ତ୍ତୀ ଗୁଣନ ପ୍ରକ୍ରିୟାକୁ ଆମେ ଯିବା। ପରବର୍ତ୍ତୀ ଗୁଣନ ପ୍ରକ୍ରିୟା କ'ଣ? ବର୍ଗ। ପରବର୍ତ୍ତୀ ଗୁଣନ ପ୍ରକ୍ରିୟା କ'ଣ? ବର୍ଗ। ହଁ, ସ୍କୋୟାର। ଆରେ ଶୁଣ ତ, ଏ ସ୍କୋୟାର ପ୍ଲସ୍ ବି ସ୍କୋୟାର ଏସବୁ ଯେଉଁ କୁହନ୍ତି ସ୍କୋୟାର ଏ ସ୍କୋୟାର ପ୍ଲସ୍ ବି ସ୍କୋୟାର ପ୍ଲସ୍ ସି ସ୍କୋୟାର, ଏଇ ଯେଉଁ ସ୍କୋୟାର ଯେଉଁ କୁହନ୍ତି ତାକୁ କ'ଣ ଓଡ଼ିଆରେ କୁହନ୍ତି? ବର୍ଗ। ବୁଝିହେଲା? ସ୍କୋୟାର ବର୍ଗ, ଇଂଲିଶରେ କୁହନ୍ତି ସ୍କୋୟାର, ଓଡ଼ିଆରେ କୁହନ୍ତି ବର୍ଗ। ଆଚ୍ଛା, ବର୍ଗ କାହାକୁ କୁହାଯାଏ? ଏଇ ଜିନିଷ ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ। ବର୍ଗ ମାନେ କ'ଣ? ବର୍ଗ ହେଲା ଗୋଟିଏ ସଂଖ୍ୟାକୁ ହେଲା ତା ନିଜ ସହ ଗୁଣିବାକୁ କ'ଣ କୁହାଯାଏ? ଗୁଣିବାକୁ ବର୍ଗ କୁହାଯାଏ। ଏଠି ମନେ ରଖିବ, ଗୁଣିବାକୁ ମାନେ ଥରେ। ହେଲା, ଥରେ ମାନେ 2ର ବର୍ଗ ଯଦି ମୁଁ କହିଲି ତାହେଲେ କ'ଣ? 2 ଗୁଣନ 2 ସମାନେ 2 ଉପରେ ଗୋଟେ 2 ଲେଖାଯାଏ। ଏମିତି ବର୍ଗ ଚିହ୍ନଟ କରାଯାଏ। ବୁଝିଗଲା? ଯେଉଁ କହୁନଥିଲି ଏ ସ୍କୋୟାର କେଉଁଠି ହୁଏ? ଏ ଗୁଣନ ଏ ସମାନେ ଏ ସ୍କୋୟାର, ବି ଗୁଣନ ବି ସମାନେ ବି ସ୍କୋୟାର। ବୁଝିହେଲା? ଏଇଭଳିଆ ଆମେ ହିସାବ କରୁ। ହେଲା, 2 2 4, 2ର ବର୍ଗ ସମାନ କେତେ? 4। ଆଚ୍ଛା, ସେଇଭଳିଆ ଯଦି ମୁଁ କହିବି 45ର ବର୍ଗ, 45ର ବର୍ଗ କ'ଣ? 45 ଗୁଣନ 45, ଏଇଟା ହେଉଛି 45ର ବର୍ଗ। ତ କେମିତି ଆମେ ଦେଖେଇବା? 45ର ସ୍କୋୟାର। ଏଠି ବ୍ରାକେଟ୍ ଏଥିପାଇଁ ଦେଲି କାହିଁକିନା କାଳେ ଜଣାପଡ଼ିଯିବ 4 ଆଉ 5ର ସ୍କୋୟାର, ଏଇଟା ନ ଜଣାପଡ଼ୁ। ତେଣୁକରି ଆମେ ପୁରା ସଂଖ୍ୟାଟାକୁ ବ୍ରାକେଟ୍ରେ ରଖିଦେବା, ସୋ ଦ୍ୟାଟ୍ ଆମେ ଜାଣିପାରିବା ଯେ ହଁ ପୂର୍ଣ୍ଣ ସଂଖ୍ୟା, ପୁରା ସଂଖ୍ୟାଟାର କୁହାଯାଇଛି ବର୍ଗ। ହେଲା, ପୁରା ସଂଖ୍ୟାଟାର ବର୍ଗ କୁହାଯାଇଛି। ଏମିତି ତମକୁ ମୁଁ 1 ଅଙ୍କ ବିଶିଷ୍ଟ ଗୁଣନ ଦେଖେଇଲି, 2 ଅଙ୍କ ବିଶିଷ୍ଟ ଗୁଣନ, 2 ଅଙ୍କ ବିଶିଷ୍ଟ ସଂଖ୍ୟାରେ 1 ଅଙ୍କ ବିଶିଷ୍ଟର ଗୁଣନ ଦେଖେଇଲି, 2 ଅଙ୍କ ବିଶିଷ୍ଟରେ 2 ଅଙ୍କ ବିଶିଷ୍ଟ ଗୁଣନ ଦେଖେଇଲି, 3 ଅଙ୍କରେ 2 ଅଙ୍କ ବିଶିଷ୍ଟ ଗୁଣନ ଦେଖେଇଲି, 3 ଅଙ୍କରେ 1 ଅଙ୍କ ବିଶିଷ୍ଟ ଗୁଣନ ଦେଖେଇଲି, 3 ଅଙ୍କରେ 3 ଅଙ୍କ ବିଶିଷ୍ଟ ଗୁଣନଟା ଦେଖେଇ ନାହିଁ। ଦେଖେଇନି। କୋଷ୍ଟ ହେଲା ହଁ, 2 ଅଙ୍କ ବିଶିଷ୍ଟ ହେଲା, 3 ଅଙ୍କରେ 3 ଅଙ୍କ ବିଶିଷ୍ଟ ଦେଖେଇନି, ମାନେ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖେଇ ଦେଇଛି, 3 ଅଙ୍କ ବିଶିଷ୍ଟ ବି ସେଇଭଳିଆ ହେବ। ଠିକ୍ ଅଛି, ଏ ବର୍ଗଟା ପଢ଼ିସାରେ ମୁଁ 3 ଅଙ୍କ ବିଶିଷ୍ଟ ସଂଖ୍ୟାରେ 3 ଅଙ୍କ ବିଶିଷ୍ଟ ଗୋଟେ ଗୁଣିକି ଦେଖେଇଦେବି। ହେଲା, 45ର ବର୍ଗ କେମିତି? 45 ଗୁଣ 45 ଲେଖିଦେବା, ଏଠି ତଳକୁ ତଳ ଦେଖିଦେବା କେତେ ହେଉଛି। 5 5 25ରୁ 5 ରଖିନେଲା 2, 5 2 22 22, 4 5 20ରୁ 0 ରଖିନେଲା 2, 4 4 16 2 18 ହେଇଗଲା କେତେ? 5 2 8 2 10 0 ରଖିଲା 1
2025 ହେଲା 2025 ଏଠି ବୁଝିପାରିଲ। ଆଚ୍ଛା ମୁଁ ଖାଲି କନସେପ୍ଟ ଦେଉଛି ମାନେ ଯେଉଁ ଭାବୁଛନ୍ତି ଯେ ସାର୍ ଆରେ ବହୁତ କମ୍ ସମୟ ଥାଏ ଆ ଭିତରେ, ତେଣୁକରି ଆମକୁ ଗୋଟେ ଗୋଟେ ଜିନିଷ ପଢ଼େଇକି ଏବେ ତାକୁ ଦେଖିକରି ତୁମେ ଅନ୍ୟ ସବୁ ଜିନିଷ ଶିଖି ଚାଲିଥିବ, ବୁଝିହେଲା। ଆଚ୍ଛା ବର୍ତ୍ତମାନ କ'ଣ ଜାଣିବା, ଘନ ବା କ୍ୟୁବ୍। ये जिनस क्या कहुए या केमती प्रेजेंट कराए ऊपर गोटे 3 लिखिकी। अच्छा धर जो 2 गुणन 2 गुणन 2 की निज सहित 3 थर गुणिले से जहाँ रिजल्ट दब सी है कौन घन बा क्यूब। 2 2 4 2 8 ता माने हम जो देखा जा 2 की 2 क्यू समान 2 घन केते 3 घन 3 गुणन 3 गुणन 3 जो कही घन से कौन कर घन कहला माने जानव जे 3 थर गुणा है 3 3 32 27 3 घन हूँ 27 ये जिते बड़ संख्या तुम घन चाहिए से बड़ संख्या को निज सहित 3 थर गुण थे गुण स्क्वायर हम आउ थे गुणले क्यू हो बुझल। आम एमती कहीपर है सब चलो ये सब जिनस को आम देखा देखा कौन ये जो 3 गुणन 3 है देखो 3 गुणन 3 माने 3 गुणन 3 ये कौन है 3 वर्ग पुणी जो गोटे 3 गुणा हो ये जो टोटाल कौन 3 घन बुझीगला वर्ग सहित आउ गोटे संख्या एमती गुणा हो माने संख्या वर्ग से संख्या आउ थे गुणा हो घन हो वर्ग गुणन से ही संख्या घन फल वर्ग फल घन क्या कहुए घन फल बाबू तू वर्ग वाला कहीं मन देखी कर लिखिद वर्ग फल है पिला माने बोध हुए गुणनर प्राय प्राय जगह में कभर करदेली है प्राय प्राय जगह मुझे कभर करदेली तापरे जो आ गोटे मुझे मिश्रण फेड़ाण गुणन हरण चार्टा जो 4टा वीडियो सर से गोटे मिसलेनियस गोटे करी जहाँ जहाँ कनसेप्ट मिश्रण छाड़ी छाड़ी मैंने कौन से तुम परवर्ती कनसेप्ट न जान से आउ थे तुम बुझीपार से बुझेनी है जोटा जोटा जिनसा रही जाइए से जिनस को मु मिसलेनियस करके मिसेदेवी तुम जनईदेवी। अच्छा ये जो गुणन आउ कौनटा रहा से जिनस हूँ तार हुए तो कौन गोटे नियम रही जाए कि जमी तुमको गार टाणिक ट्रिक देखे नी जगह गार टाणिक जो ट्रिक देखे एमती गुणन आउ 3 प्रकार हुए है हुए मैंने केमी हुए गोटे अच्छे लाक्टिस गुणन है एमती घर भागीद घर को भाग एमती करदेव है ये लिखिदेव। अच्छा तो लाक्टिस पढ़े कौन
ଲାଟିସ୍ ନିୟମଟା ବୁଝେଇ ଦେଉଛି, ଏତେ ସହଜ ଜିନିଷଟା। ଲାଟିସ୍ରେ କ'ଣ କରିବ, ବାଡ଼ି ନିୟମ ବୁଝେଇଦେଲି, ଲାଟିସ୍ ନିୟମ। ଲାଟିସ୍ ଗୁଣନ କାହାକୁ କୁହାଯାଏ? ଧରାଯାଉ ଗୋଟେ ସଂଖ୍ୟା ଦେଇଛି 200, ନାଇଁ ଜାଣିବା ପାଇଁ ଆମେ କ'ଣ କରିବା, 200 ଗୁଣନ 200 ଆମେ ଏମିତି କରିବା। ବୁଝିଲା, କାହିଁକି କରୁଛି ଏଇଟା ତୁମେ ପଛରେ ବୁଝିପାରିବ। କାହିଁକିନା 200 ଗୁଣ 200 ଆମେ କେମିତି ଜାଣିବା, 2 ଦୁଣେ 4, ଯେତେଟା ଶୂନ ତା ସାଇଡ଼୍ ଆହୁରି ଶୂନ, ମାନେ 200 ଦୁଣେ 400, 200 ଦୁଣେ 400, ତା ସାଇଡ଼୍ ଆଉ ଦୁଇଟା ଶୂନ ଅଛି, କହିନଥିଲି। ଆଉ ଏଠି କ'ଣ ଗୁଣା ହେଉଛି କି, 200ରେ କ'ଣ ଗୁଣା ହେଉଛି, 200 ଗୁଣନ 100 ଗୁଣନ 2 ଗୁଣା ହେଉଛି କି ତୁମକୁ, ତ 200 ଦୁଣେ 400 ଗଲା। ଏଇ 100 ହେଲେ କ'ଣ ହେଲା, ଯାହା ଥିବ ତା ଡାହାଣ ପଟେ ଦୁଇଟା ଶୂନ ରହିଗଲା ଆଉ କ'ଣ, ବୁଝିପାରିଲେ ତ। 200 ଦୁଣେ 400, ଆଉ 100ରେ ଯେଉଁ ଦୁଇଟା ଶୂନ ସେ ତାକୁ ନେଇଯିବ, ହେଇଗଲା। ହେଇଗଲା କେତେ, 4 ତ ହେଇଗଲା। ଆଚ୍ଛା, ଆମେ ସେଇଟାକୁ ଲାଟିସ୍ରେ ବାହାର କରିବା। କେମିତି, ଏମିତି ଲେଖିଦେବ, ଗୋଟେ ଘର କରିଦେବ, ବୁଝିଗଲା। 2 0 0 2 0 0 କରିଦେଲ, ଗାରଟା ଦେବ ଏମିତି, ପ୍ରତି ଅଙ୍କ ପାଇଁ ଗୋଟେ ଗୋଟେ ଗାର, ପୁରା ଜଣାପଡ଼ୁଥିବ, ବୁଝିଗଲା। ଏବେ ଆମେ ଗୁଣନ ଷ୍ଟାର୍ଟ କରିବା, ହେଲା। ତାପରେ ଏଇ ଘର ଗୁଡ଼ାକୁ ଏମିତି ଭାଗ କରିଦେବ, ମଝିରୁ ଏମିତି ଭାଗ କରିଦେବ। ଅଛି ତୁମକୁ ଜଣାପଡ଼ିବ ଜିନିଷ କ'ଣ ଅଛି, ହେଲା। ତାକୁ ଭାଗ କରିଦେଲ, ଏବେ କ'ଣ କରିବ, ଗୁଣି ଗୁଣି ଚାଲିବ, ପ୍ରତି ଘର ସାଙ୍ଗରେ ତା ଯେଉଁଟା ଲାଗିକି ରହିଛି ତା ସାଙ୍ଗରେ ଘର ଗୁଣିବ। ଆଚ୍ଛା, ଏଇ 2କୁ ଆମେ ଗୁଣିବା, 2 ଦୁଣେ 4, 4 ହେଲେ କ'ଣ, ଉପରେ ଶୂନ ରହିବ 4, ଆମେ 4କୁ କେମିତି ଲେଖିପାରିବା, 0 4, ଶୂନ ବାମପଟେ କିଛି ମୂଲ୍ୟ ନଥାଏ ନା, ତେଣୁକରି ଏକୁ 2 ଅଙ୍କ ବିଶିଷ୍ଟ କରି ଲେଖିଲେ ବି କିଛି ଅସୁବିଧା ନାହିଁ। ତେଣୁକରି 0 ଉପରେ ରହିଲା, 4 ତଳେ ରହିଲା, ଏକକ ଘରେ ତଳେ ରହିବ, ଦଶକ ଘର ଉପରେ ରହିବ। 2 0 0, ଇଏ ବି ଏକ ଘର ଶୂନ, ଦଶକ ଘର ଶୂନ, 2 0 0। ଆଚ୍ଛା, 0 0 0 0 0 0 0 ଦୁଣେ 0। ଆଚ୍ଛା, ଇଏ ବି ସେ 0 0 0 0 0 0 0 ଦୁଣେ 0। ଏବେ କ'ଣ କରିବା, ଏଇ ଯେଉଁ ଜାଗା ଅଛି ନା, ଏଇ ଯେଉଁ ଭାଗ କରିଛି, ଏହାକୁ ଯୋଡ଼ିକିରି, ହେଲା ବାବୁ, ଆକୁ ଯୋଡ଼ିକିରି ୟା ମଝିରେ ଯେତିକି ଯେଉଁ କେନାଲ ଭଳିଆ ହେଲା, ତା ଭିତରେ ସେ କେନାଲ ଭିତରେ ଯେତେଟା ଅଛି ତାକୁ ସବୁ ମିଶାଇ ଦେବ, ବୁଝିଗଲା। କେନାଲ ଭିତରେ ଯେଉଁ ରେଜଲ୍ଟ ଗୁଡ଼ା ବାହାରିଛି ସବୁ ମିଶାଇ ଦେବ। କେମିତି ହେବ, ଏଠି ଶୂନ ଅଛି, ଶୂନ ରହିଲା। ଏଇ ଯେଉଁ କେନାଲର ମୁହଁ ଉପରେ ଲେଖିବ କ'ଣ, 4 ଯୁକ୍ତ 0 ଯୁକ୍ତ 0 ଯୁକ୍ତ 0 କେତେ, 4, ମିଶାଇବ, ଗୁଣିବନି, ହେଲା, ମନେ ରଖିବ। ଯେତିକି ଶୂନ ଅଛି ସବୁ ମିଶାଇ ଦେବ, ଯେତିକି ଶୂନ ଅଛି ତାକୁ ମିଶାଇ ଦେବ, ଯେତିକି ଶୂନ ଅଛି ତାକୁ ମିଶାଇ ଦେବ। ଆରେ ରେଜଲ୍ଟ 2କୁ ଆଣିକି ମିଶାଇ ଦେବନି, ଏମିତି ହୁଏ, ସମସ୍ତେ ଭୁଲ କରନ୍ତି, ପୁଣି ଏଠି ଆସିକି ରହିଗଲା। ଆଚ୍ଛା, ଆକୁ କ'ଣ କରିବ, ଏମିତି ଲେଖି ଆସିବ, କେମିତି, 0 4 0 0 0 0, ଏହାର ମୂଲ୍ୟ କେତେ ହେଲା, ହେଇଗଲା। ଏଠି ବାହାରିଥିଲା ସେୟା, ଏଠି ବାହାରିଲା ସେୟା। ଆରେ ଏଇ ନିୟମ ବହୁତ ସହଜ, ଏମିତି କରି କରି ଚାଲିବ ସବୁ, ହେଲା। ହେଇଗଲା। ତୁମର ଆଉ ଗୋଟେ ସୁବିଧା ନିୟମ ମୁଁ ବତେଇଦେଲି, ଆଉ 2 ଅଙ୍କ ବିଶିଷ୍ଟ ହଉ, 3 ଅଙ୍କ ବିଶିଷ୍ଟ ହଉ, 4 ଅଙ୍କ ବିଶିଷ୍ଟ ହଉ, ଯେତେ ଅଙ୍କ ବିଶିଷ୍ଟ ହଉ, ଏମିତି ଘର ଟାଣି ଦେଇକିରି ଗୁଣିକିରି, ଘର ଟାଣିକି ଲାଟିସ୍ କାଟିଦେବ, ଲାଟିସ୍ କାଟିକିରି ତା ଦେହରେ ଏପୁଟୁଆ ଦେଖିବ, ଏପୁଟୁଆ ମିଶାଇବ, ଏପୁଟୁଆ ରେଜଲ୍ଟ ବାହାରିବ, ବୁଝିଗଲା। ଏମିତି ଏପଟୁ ମିଶାଇ ଆସିବ, ଏପଟେ ମିଶାଇ ଆସିବ, ଏପଟେ ରେଜଲ୍ଟ ଆସିବ। ଏପଟେ ଏ ଯେଉଁ ଗାର ଟାଣିକି ପୁରା ବାହାରକୁ ବାହାର କରିଦେବ, ତାପରେ ମୁହଁ ପାଖରେ ତାର ଆନ୍ସରଟା ଲେଖିବ ମିଶାଇକି, ତାପରେ ତାକୁ ଏମିତି ଯୋଡ଼ିବ, ହେଇଗଲା। ଲାଟିସ୍ ନିୟମର ଗୁଣନ ହେଇଗଲା। ଆଉ ଗୋଟେ ନିୟମ ମୁଁ କ'ଣ ଭୁଲୁଛି, ତାକୁ ମୁଁ ମିସଲେନିୟସରେ
ଯେତେବେଳେ କରିବି ମିସଲେନିୟସ୍ ଭିଡ଼ିଓ ଯେଉଁଥିରେ କି ତା ଦେହରେ ଏମିତିଆ କ୍ୱେଶ୍ଚିନ୍ ସବୁ ଆସେ ଯେଉଁଥିରେ କି ମିଶାଣ ବି ଥାଏ, ଫେଣାଣ ବି ଥାଏ, ଗୁଣନ ବି ଥାଏ, ହରଣ ବି ଥାଏ, ସବୁ ପ୍ରକାର ଥାଏ। ଆଚ୍ଛା, ଏଇ ଯେଉଁ ଗୁଣନରେ ତୁମର କ୍ୱେଶ୍ଚିନ୍ ଗୁଡ଼ାକ କେମିତି ଆସିବ ସେଇଟା ଟିକେ ଆମେ ଦେଖିଦେବା। ବୁଝିହେଲା? କେମିତି ଜଣେ ଯେଉଁ କୁହାହେବ ଅତି ସହଜରୁ ଆରମ୍ଭ କରିବା ହେଲା। ଏଇଟା ଯେମିତି କୁହାହେଲା ଯେ ଏତିକି ଗୁଣର ସେତିକି, ସେତିକି ଗୁଣର ସେତିକି, ସେଭଳିଆ ଗୋଟେ କ୍ୱେଶ୍ଚିନ୍ ଆସିବ ଯେ 2 ସହିତ 3 ଗୁଣ, 4 ସହିତ 6 ଗୁଣ, 100 ସହିତ 1500 ଗୁଣ, ସେସବୁ ସେଇ ଗୁଣର ମାନେ ଅଙ୍କ ବିଶିଷ୍ଟ ଅଙ୍କରେ ଦେଇଦେଇଥିବ। କିନ୍ତୁ ଯେତେବେଳେ ଧାରା ନିୟମ ପକେଇବ କହିବ କ'ଣ, ଧରାଯାଉ ଗୋଟେ କ୍ୱେଶ୍ଚିନ୍ ନେବା କ'ଣ, ସ୍କୁଲରେ ବିସ୍କୁଟ ବଣ୍ଟା ହେଲା। କ'ଣ ବଣ୍ଟା ହେଲା? ପିଲା ସଂଖ୍ୟା 15। ଯଦି ଜଣଙ୍କୁ 10ଟି ଲେଖାଏଁ ବିସ୍କୁଟ ଦିଆଗଲା ମୋଟ କେତୋଟି ବିସ୍କୁଟ କ'ଣ ହେଲା? ମୋଟ କେତୋଟି ବିସ୍କୁଟ ବଣ୍ଟା ହେଲା? ଆଚ୍ଛା, ଏ ଜାଗାରେ ଆମେ କ'ଣ ଦେଖିବା? ପିଲା ଅଛନ୍ତି ଉତ୍ତର, ପିଲା ଅଛନ୍ତି 15ଟା, ଗୋଟେ ପିଲାକୁ ଦିଆହେଲା 10ଟା, ସମୁଦାୟ କେତେ ହେବ? ମୁଁ କହିଥିଲି ବାରମ୍ବାର ମିଶେଇବା ଯାହା, ଥରେ ଗୁଣିବା ସେଇଆ। ଗୋଟେ ପିଲା ପାଇଲା 10ଟା, ଆଉ ଗୋଟେ ପିଲା ପାଇଲା 10ଟା, ଆଉ ଗୋଟେ ପିଲା ପାଇଲା 10ଟା, ଆଉ ଗୋଟେ ପିଲା ପାଇଲା 10ଟା, ଏମିତି କରି 15 ଜଣଟା, ଯେଉଁ 15 ଜଣ ଯାକ ପିଲା 10ଟା ଲେଖାଏଁ ପାଇଗଲେ। ତ ମୁଁ ଏସବୁ ଗୋଟେ ପିଲାର 10ଟା ବିସ୍କୁଟ ଯୋଡ଼ିବି। 10, ତୁ ଆସେ 10 10 20, ତୁ ଆସେ 10 10 30, 20 10 30, ତୁ ଆସେ 30 10 40, ଏମିତି ଗଣିବି ନା। ମୋତେ ଜଲ୍ଦି କରିବାର ଅଛି। ମୁଁ କ'ଣ କରିବି? ଯେତେ ଜଣ ପିଲା ଗୁଣନ ଜଣକା ଯେତେଟି କ'ଣ ବିସ୍କୁଟ ହେଇଗଲା। କେତେବେଳେ ପିଲା 15, କେତେଟା ବିସ୍କୁଟ 10, କେତେ ହେଲା? ତ ସମୁଦାୟ ଯଦି ମୁଁ 150ଟା ବିସ୍କୁଟ ଆଣେ, ଗୋଟେ ସ୍କୁଲରେ 15 ଜଣ ପିଲା ଯଦି ଥାଆନ୍ତି, ସମସ୍ତଙ୍କୁ ମୁଁ ସମାନ ଭାବରେ ବାଣ୍ଟି ପାରିବି। ବୁଝିହେଲା? ସମାନ ଭାବରେ ବାଣ୍ଟି ପାରିବି। ବୁଝିହେଲା? ମୋଟ କେତେଟା ବିସ୍କୁଟ ହେଲା? ମୋଟ ମାନେ ସେୟା ହେଲା। ଆଚ୍ଛା, ଆଉ ଗୋଟେ ପ୍ରକାର କ୍ୱେଶ୍ଚିନ୍ କ'ଣ, 15ର 3 ଗୁଣାର 5 ଗୁଣା କେତେ? କ'ଣ କହିଲା? 15ର 3 ଗୁଣା, ସେମାନେ 15 ଗୁଣନ 3 କେତେ ହେଲା? 15 3 45, ତାର 5 ଗୁଣ, ତାମାନେ କ'ଣ? 45ର 5 ଗୁଣ ସମାନେ 45 ଗୁଣ 5 2 22 225। ଆରେ ପ୍ରାକ୍ଟିସ୍ କଲେ ତମେ ବି ମୋ ଭଳିଆ ଜଲ୍ଦି ମାନେ ଗୁଣନ କରିପାରିବ। ହଁ, ମୁଖ୍ୟ ଜିନିଷ ସବୁବେଳେ ମନେ ରଖିବ। କ'ଣଟା?
କ'ଣ ମୁଖ୍ୟ କ'ଣ ମୁଖ୍ୟ କ'ଣ ପଣିକିଆ ମନେ ରହିଲା ପଣିକିଆ ହେଲା। ଏଇ ଯେମିତି ଦିଆହେଲାନି ଜଣକା ଏତିକି ଲେଖା ପାଇଲେ ଏତେ ଜଣ କେତେଟା ପାଇବେ ଏଇଭଳିଆ କୋଶ୍ଚିନ୍ ହିଁ ତୁମର ଆସିବ ମ୍ୟାକ୍ସିମମ୍। ଜଣକା 15ଟା ଲେଖାଏଁ ପାଇଲେ 25 ଜଣ କେତେ ଲେଖାଏଁ ପାଇବେ ସେଠି କ'ଣ ହେବ ଧର ଯେଉଁ ପଚାରିଛି ଜଣକା 15 କେଜି ବା 15 କିଲୋଗ୍ରାମ ଚାଉଳ ପାଇଲେ ହେଲା ପାଇଲେ 15ଟି ଘର ବିଶିଷ୍ଟ ଗାଁରେ ମୋଟ କେତେ କିଲୋଗ୍ରାମ ଚାଉଳ ବଣ୍ଟା ହେବ ଏମିତି ବି ପଚାରିବ। ଆରେ ଏମିତି ବହୁତ ଗୁଡ଼େ ପଚାରେ ସେ ୟା ସହିତ ୟାର ଗୁଣା କେତେ ତାର ଗୁଣା କେତେ ତୁମକୁ କହିଥିବ ଜଣକା ଏତିକି ଲେଖା ପାଇଲେ ଏତେ ଜଣ କେତେଟା ପାଇବେ ହେଲା ଏମିତି ବି କୁହାହେବ। ଧର ଯେଉଁ ଆଉ ଗୋଟେ ଅଛି ନା ଆଉ ଗୋଟେ ପ୍ରକାର କୋଶ୍ଚିନ୍ ଅଛି ମୁଁ କହୁଛି ତ ହେଲା। ଆଚ୍ଛା କ'ଣ ହେଲା ଜଣକା ଆମେ ଦେଖିବା କ'ଣ ଜଣକା କେତେ ଦିଆହେଉଛି 15 କିଲୋଗ୍ରାମ କେତେଟା ଅଛି ଘର 15ଟା ଅଛି 15 କିଲୋଗ୍ରାମ 15ଟାକୁ ବଣ୍ଟା ହେବ ତାହେଲେ କ'ଣ ହେବ 15 ଗୁଣ 15 କେତେ ହେବ କେତେ ହେବ ତମେ ମୂଳରୁ ଏଇଭଳିଆ ହିଁ କାମ କରିବ ହେଲା ତଳୁ ତଳୁ କରି ଗୁଣ୍ଡ 5 5 5 2 5 5 2 7 1 5 5 1 1 5 7 5 12 2 1 1 2 225 ହେଇଗଲା 225 ହେଲା। ଆଚ୍ଛା ଆଉ ଗୋଟେ ପ୍ରକାର କୋଶ୍ଚିନ୍ ଆଉ ଗୋଟେ ପ୍ରକାର କୋଶ୍ଚିନ୍ କ'ଣ ଅଛି କହିବ ଗୋଟିଏ ପଡ଼ିଆରେ 15ଟି ଗାଈ ଚରୁଛନ୍ତି ତେବେ ସବୁ ଗାଈଙ୍କର ଗୋଡ଼ ସଂଖ୍ୟା ମିଶି କେତେ ଆଚ୍ଛା ତମେ କୁହ କେମିତି ହେବ ଗୋଟିଏ ଗାଈର ଗୋଡ଼ ସଂଖ୍ୟା ସମାନେ 15ଟି ଗାଈର ଗୋଡ଼ ସଂଖ୍ୟା 15 ଗୁଣନ 4 ମାନେ 15ଟା ଲୋକ 15ଟା ଗାଈ 4 ଲେଖାଏଁ ଗୋଡ଼ ତ 15 ଗୁଣନ 4 ସରି କେତେ ହେଲା 60 15 × 60 60ଟି କେବେ ବି ତାର ଯେଉଁ ୟୁନିଟ୍ଟା ଭୁଲିବନି କିଲୋଗ୍ରାମ ବୁଝିଗଲା ତ ଏଠି କେତେ ହେଲା ଗୋଟିଏ ଗାଈର ଗୋଡ଼ ସଂଖ୍ୟା କେତେ ହେବ 4ଟି 15ଟି ଗାଈର ଗୋଡ଼ ସଂଖ୍ୟା ମିଶିକି 60ଟି। ଆଚ୍ଛା ଯଦି ଏମିତି କହିବ ଟୋଟାଲ ମିଶେଇକି କହିବ ବଡ଼ ବଡ଼ କରିକି କହିବ କ'ଣ ଗୋଟିଏ ପଡ଼ିଆରେ 15ଟି ଗାଈ 25ଟି ଛେଳି ଓ 50ଟି 25ଟି 45ଟି 40 45ଟି କର 45ଟି ବଗ
ବସିଛନ୍ତି ସେମାନଙ୍କର ଗୋଡ଼ ସଂଖ୍ୟା ମିଶି କେତେ ହେବ? ବୁଝିଗଲା? क्वेश्चन ପଚାରିଲା, ଆନ୍ସର କରିବା। ଚାଲ, 15ଟି ଗାଈ, ଗୋଟିଏ ଗାଈର ଗୋଡ଼ ସଂଖ୍ୟା 4ଟି, ତାପରେ 25ଟି ଛେଳି, ଗୋଟିଏ ଛେଳିର ଗୋଡ଼ ସଂଖ୍ୟା 4ଟି। ବୁଝିଲା? ବଗ ଅଛି, ବଗରୁ ଗୋଟିଏ ଗାଈର ଗୋଡ଼ ସଂଖ୍ୟା 4ଟି, ତାପରେ କ'ଣ କରିବ? 15ଟି ଗାଈର ଗୋଡ଼ ସଂଖ୍ୟା ସମାନେ 15 ଗୁଣନ 4 ସମାନେ 60। ଅଲଗା ଅଲଗା କରି ଲେଖିବ, ସରି ଭୁଲିଗଲା। ଗୋଟିଏ ଛେଳିର ଗୋଡ଼ ସଂଖ୍ୟା ସମାନ 4ଟି, 25ଟି ଛେଳିର ଗୋଡ଼ ସଂଖ୍ୟା ସମାନ 25 ଗୁଣ 4 ସମାନ 100ଟି। ଗୋଟିଏ ଏମିତି ଲେଖିବ ଧାରାରେ, ହେଲା? ତାହେଲେ ମାର୍କ ମିଳିବ। ଗୋଟିଏ ବଗର ଗୋଡ଼ ସଂଖ୍ୟା ସମାନ 2ଟି, 45ଟି ବଗର ଗୋଡ଼ ସଂଖ୍ୟା ସମାନେ 45 ଗୁଣନ 2 ସମାନେ 90ଟି। ବର୍ତ୍ତମାନ ସମସ୍ତଙ୍କର ଗୋଡ଼ ସଂଖ୍ୟା ମିଶି ହେଲା ସମାନେ କେତେ? 60, 100, 60 ଯୁକ୍ତ 100 90 କେତେ ହେଲା? 250। 60, 160, 90, 25, 125, 250। ବୁଝିହେଲା? ହଉ, ଏତିକିରେ ରଖିବା। ଧନ୍ୟବାଦ। ଜୟ